କାଣା ଯେ ଆର୍ ତାର ସଫଳତା ତାକେ ସଫଳ କରବାର୍ ଲାଗି ତାର ଆବଶ୍ୟକ ହଉଥିବା ସର୍ତ୍ତ ଗୁଡ଼ିକ ଲେଖ ବୋଲୁଛି। ତ ତମେ ଏଇଟା କିଛି ନେଲେ ବି ଏକ୍ଜାମରେ 4 ପେଜ୍ ଲେଖିଲ ବୋଲେ 7 ମାର୍କ ସିଓର ପାଇବ। 3 ପେଜ୍ ଲେଖିଲେ ବି 5-6 ମାର୍କ ଦେଇଦେବେ। ଗଣତନ୍ତ୍ର ଏକ ଜନପ୍ରିୟ ଶବ୍ଦ ଯାହା ଗୋଟିଏ ଇନ୍ଦ୍ରଜାଲ ପରି ସମଗ୍ର ମାନବ ଜାତିକୁ ମୋହବିଷ୍ଟ କରିବାରେ ଲାଗିଛି। ତ ଯଦି ବୁଝବାର କିଛି ନାଇଁନ ଗଣତନ୍ତ୍ର ଗୋଟେ ଜନପ୍ରିୟ ଶବ୍ଦ ବୋଲେ କାଣା ରାଜନୀତି ଯେନ୍ ବୋଲସନ୍ ତ କିଡେ ରାଜନୀତିଆ ହଉଛି କେନ୍ତା କହସନ୍ ହେନ୍ତା। ଗଣତନ୍ତ୍ରର ଅର୍ଥ ବିଭିନ୍ନତା ଓ ତାହାର ପରିସର ବ୍ୟାପକ ଉଣା ଅଧିକେ ବିଶ୍ୱର ପ୍ରତ୍ୟେକ ରାଷ୍ଟ୍ର ଓ ପ୍ରତ୍ୟେକ ମଣିଷ ନିଜକୁ ଗଣତନ୍ତ୍ରବାଦୀ ବୋଲି ପ୍ରତ୍ୟେକ ବା ପରୋକ୍ଷ ଭାବରେ ଦାବି କରନ୍ତି। ଦେଖ ଟିକେ କିଏ କାଣା ହେଇଥିଲା ବୋଲେ ହେତା କଥା ନାଇଁ କହ କେଡ଼ି ରାଜନୀତି ହେଲାନ ହେନ୍ତା ବୋଲୁଥିସନ୍ ଦେଖ। ଆର୍ ଲୋକ ବି ନିଜକେ ନିଜ ନେତା ହେବାର୍ ଲାଗି ଏବେ ଭଲ୍ ବୋଲୁସନ୍। ତ ନିଜେ ନିଜେ ବି କରିଆ ଖଣେ ପିନ୍ଧୁଥିବେ ଫଟୋ ଛାଡ଼ି ଦଉଥିବେ ଏନ୍ତା। ଆଶ୍ଚର୍ଯ୍ୟର ବିଷୟ ଏହିକି ଯେ ଗଣତନ୍ତ୍ରର ମୌଳିକ ନୀତି ଓ ଆଦର୍ଶକୁ ବିରୋଧ କରୁଥିବା ବ୍ୟକ୍ତି ବିରୋଧ କରୁଥିବା ଶକ୍ତି ବା କାରକ ମାନେ ମଧ୍ୟ ନିଜକୁ ଗଣତନ୍ତ୍ରର ପୂଜାରୀ ବୋଲି ଅଭିହିତ କରନ୍ତି କାଣା ବଲଛି ଏଟା ବିରୋଧ କରୁଥିବା ହେଲେ କାଣା ଲୋକ ନାଇଁ ଜାନି ନାଇଁ ଶୁନିକରି ବି ନିଜକେ ଧରା ସେମାନେ ବି ହଁ ଆମେ ଗଣତନ୍ତ୍ର ବୁଆ ଏନ୍ତା କଥା। ସାମ୍ପ୍ରତିକ ସମୟରେ ଗଣତନ୍ତ୍ର ଏକ ଫ୍ୟାସନ୍ ଓ ଉଦାହରଣରେ ପରିଣତ ହେଇଯାଇଛି। ଗଣତନ୍ତ୍ର କେବଳ ସରକାରର ଏକ ରୂପ ନୁହେଁ ଏହା ମଧ୍ୟ ଜୀବନର ଏକ ଅଥବା ଦର୍ଶନ ମଣିଷର ସାମାଜିକ ପ୍ରକୃତି ମଧ୍ୟରେ ଗଣତନ୍ତ୍ର ଆଦର୍ଶ ଅନ୍ତର୍ନିହିତ। ତ ଏଇଟା ସର୍ଟ କୋଶ୍ଚିନ୍ ବି ଆସି ଗଣତନ୍ତ୍ର କେବଳ ଡ୍ୟାସ ର ଏକ ରୂପ ନୁହେଁ ବୋଲବା ବଲେ ଏତ୍କି ଦୂର ବି ପକାବେ ତୁମେ ସରକାର ଏକ ରୂପ ନୁହେଁ ଲେଖବ ହେଲା ଆଉ 2 ମାର୍କିଆ କୋଶ୍ଚିନ୍ ବି ଆଇବା ଏଇଟା ଗଣତନ୍ତ୍ରର ଇଂରାଜୀ ଶବ୍ଦ କାଣା ହଉଛି ଡେମୋକ୍ରେସି ଯାହା ଡେମୋସ ଓ କ୍ରାଟିଆ ଶବ୍ଦରୁ ଆସିଛି। ଦୁଇଟା ଗ୍ରୀକ୍ ଶବ୍ଦ ରହିଛି ଏଇଟା ମାନେ ବି ପଡସି ସର୍ଟ କୋଶ୍ଚିନ୍ ହେଲା ପିଲାମାନେ ତ ମିଶ୍ରଣରେ ଡିମୋସ ଆର୍ କ୍ରାସିଆର ମିଶ୍ରଣରେ ସୃଷ୍ଟି ହେଇଛି ଡେମୋକ୍ରେସି ଡେମୋସ ଶବ୍ଦର ଅର୍ଥ ହେଲା ଲୋକ ଆଉ କ୍ରାଟିଆ ଶବ୍ଦର ଅର୍ଥ ହେଲା କ୍ଷମତା। ତେଣୁ ଗଣତନ୍ତ୍ର ହେଉଛି ସରକାର ବା ଶାସନ ବ୍ୟବସ୍ଥା ଯେଉଁଥିରେ ଲୋକମାନେ ବା ଜନସାଧାରଣ ହେଉଛନ୍ତି ସର୍ବୋଚ୍ଚ କ୍ଷମତାର ଅଧିକାରୀ। ଶାସନ ବ୍ୟବସ୍ଥା ବା ସରକାର ଜନମତ ଉପରେ ପ୍ରତିଷ୍ଠିତ। ଦେଖ ତ ଭୋଟ ଇଲେକ୍ସନ ଟା ହେଲାନ ଭୋଟ ହେଲା ବଲେ ବି ଆଇ ବି ନେତା ମାନେ ତମର ଘର କି ହଁ ଦାଦା ଜୁହାର ବୋ ମୋତେ ଭୋଟ ଦେବୁ କେତେ ଆକୁଲେ ବିକୁଲେ କହିବେ। ଜିତି ଜୁତା ଗଲେ କାହିଁ ତୁଇ ଆର୍ କାହିଁ ମୁଇଁ ଏନ୍ ବର୍ଷ ସେଥିର୍ ଲାଗି ଆମେ ନିଜକେ ଇଣ୍ଡିଆରେ କାଁ ହଉଛି ନିଜେ ବଡ଼ ହେଲେ ବି ତାମାନେ ନେତା ମାନେ ବଢ ହେଇଯାଉଛନ୍ ଆଇଏସ୍ ତମେ ଚାକିରି କଲ ବି ଆଇଏଏସ୍ ଯଦି ବି ହେଲ ଗୋଟେ କଲେକ୍ଟର ଏମଏଲଏ ତାଙ୍କୁ ବଦଲେଇ ଦେବା ହେନ୍ତା ନେତା ମାନଙ୍କୁ କ୍ୱାଲିଟି କାଁ କରବ ହେଲେ କହ ନେତା ଗୋଟେ ହଉଛନ୍ ଅଲଗା ମନ ଅଛି ତମେ ନେ ପଢିଥିଲେ ବି ତମେ ଚଲବା ଏନ୍ତା ଖାଲି ଲୋକ ମାନଙ୍କର ଲାଇକ୍ ଦରକାର ଯେନ୍ତା ଆମ ସୋନପୁରରେ କୁନ୍ଦରୁ କୁଶଳ ବୋଲି ଯେନ୍ ଥିଲେ ଗୋଟେ ମନ୍ତ୍ରୀଟେ ସେମାନେ ଏମଏଲଏ ଥିଲେ ସେମାନେ ଡ୍ୟାମ ବନେଇଥିଲେ କେତେ ଜିତଲେ ବି ତ ହେନ୍ତା ଏଟା 2000 ମସିହା କଥା କହୁଛି ଗଣତନ୍ତ୍ରର ସଂଜ୍ଞା ଦେଖ ଫରାସୀ ଦାର୍ଶନିକ ଋଷୁଙ୍କ ମତରେ ଗଣତନ୍ତ୍ରରେ ଜନତାର ବାଣୀ ହିଁ ଈଶ୍ୱର ବାଣୀ ଗୋଟେ ପଏଣ୍ଟ କରିଥିବ ଦୁଇଟା ପଏଣ୍ଟ କଲେ ବି ବହୁତ ହେବା ଫରାସୀ ଦାର୍ଶନିକ ରୁଷଙ୍କ ମତରେ କାଣା ବହିଥିବା ଗଣତନ୍ତ୍ରର ସେ ଜନତାର ବାଣୀ ହିଁ ଈଶ୍ୱର ବାଣୀ ବି ଲେଖିପାର କି ଗୋଟିଏ ସଂଜ୍ଞା ଲେଖ ପ୍ରଫେସର ସିଂଙ୍କ ମଧ୍ୟରେ ଗଣତନ୍ତ୍ର ହେଉଛି ଏକ ସରକାର ଯେଉଁଥିରେ ପ୍ରତ୍ୟେକଙ୍କ ଭାଗ ରହିଛି ତ ମୁଇଁ ସାନ ସାନ ଟା ଲେଖିଦଉଛେ କାଁ କରି ବୋଲେ ତ ପଢ଼ବାର୍ ଲାଗି ଜହ ଡିଷ୍ଟର୍ବ ବି ନାଇଁ ଲାଗେ ଲର୍ଡ ବ୍ରାଇନ୍ସଙ୍କ ମତରେ ଗଣତନ୍ତ୍ର ବାସ୍ତବରେ ସମୁଦାୟ ଲୋକଙ୍କ ସେହି ଶାସନକୁ ଅଧିକ କିମ୍ବା କଷକକୁ ବୁଝାଏ ନାହିଁ ଯାହା ସେମାନେ ମତଦାନ ବଳରେ ନିଜର ସାର୍ବଭୌମ ଇଚ୍ଛାରେ ପରିପ୍ରକାଶ ଦ୍ୱାରା ପ୍ରତିଷ୍ଠିତ ହୁଏ କାରଣ ଗଣତନ୍ତ୍ର ବାସ୍ତବରେ ସମୁଦାୟ ଲୋକଙ୍କ ସେହି ଶାସନକୁ ଅଧିକ କିମ୍ବା କମ୍ କୁ ବୁଝାଏ ନାହିଁ ଯାହା ସେମାନେ ମତଦାନ ବଳରେ ନିଜର ସର୍ବଭୌମ ଇଚ୍ଛାରେ ପରିପ୍ରକାଶ କରନ୍ତି ତ ତମେ ଜିତିଲ ତମେ ଖାଲି ହେବ ହେନ୍ତା ନାଇଁ ସମଗ୍ର ସେ ସରକାର ହେଲା ପ୍ରଫେସର ଡାଇନ୍ସଙ୍କ ମତରେ ଗଣତନ୍ତ୍ର ହେଉଛି ସରକାରର ଏକ ରୂପ ଯେଉଁଥିରେ ଶାସନ ଗୋଷ୍ଠୀ ତୁଳନାତ୍ମକ ଭାବେ ସମୁଦାୟ ଜନସଂଖ୍ୟାର ବହୁଳଙ୍କୁ ନେଇ ଗଠିତ ଶାସନ ଗୋଷ୍ଠୀ ସବୁ ଜନସଂଖ୍ୟାର ମାଙ୍କୁ ନେଇକରି ସେ ଗୁଟେ ହେବା ଗୁଟେ ଡିଷ୍ଟ୍ରିକ୍ଟରେ ଗୁଟେ ଏମଏଲଏ ହଉଛି ଧର ଆମର ଇନର କଥା କହୁଛେ ସୋନପୁର କଥା ଆମେରିକା ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ ଆମେରିକାର ଦେଖ ମେଟ୍ରିକରେ ବି ଥିଲା ହିନ୍ଦୀ ବହିରେ ଆବ୍ରାହମ ଲିଙ୍କନ ଲିଖିଥିଲେ ତାଙ୍କର କିଛି ତ ଏଇଟା ଆବ୍ରାହମ ଲିଙ୍କନ କିଏ ପୂର୍ବତନ ରାଷ୍ଟ୍ରପତି ଆମେରିକାର ଗଣତନ୍ତ୍ର ହେଉଛି ଲୋକମାନଙ୍କ ଦ୍ଵାରା ଓ ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଶାସନ ଲେଖିଲା ପାଇଁ ସରକାର ଲେଖିଲେ ବି ଚଲବା ତ ଇଟା ପ୍ରାୟ ବହୁତ ବଡ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ଟିଏ ଏଟା ପ୍ରାୟ ଆସିଛି ହେଲା ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କ ମତରେ ଏଇଟା ବି ଦେଖ ଆରିଷ୍ଟଟଲ ହଉଛି ତ ରାଜନୀତି ବିଜ୍ଞାନ ଆରିଷ୍ଟଟଲ ନାଇଁ ହେଲେ ତ ନାଇଁ ଚଲେ
तुमको काଣା कहमी गणतंत्र एक सुस्थ स्वाभाविक और उत्तम शासन व्यवस्था नेसी बोली एटा फागेनଙ୍କ ମତରେ ଗଣତନ୍ତ୍ର ହେଉଛି ଅଯୋଗ୍ୟତାର ମତବାଦ କିଏ ବୋଇଲ ଗଣତନ୍ତ୍ରର ସଫଳତା ନିମନ୍ତେ ଆବଶ୍ୟକ ସର୍ତ୍ତ ତାପରେ ପଡିଲା ତ ଏତିକି ସ୍ୱଜ୍ଞା ହାତେ ଦୂର ଲେଖବ ସ୍ୱଜ୍ଞା ଏଟା ସଫଳତା ନିମନ୍ତେ କାର୍ଯ୍ୟ ଏତିକ ତମେ ମନେ କର ତାର ହେଡ ପଏଣ୍ଟ ମାନେ ବି ଲେଖି ଦିଅ আর মনু চার চার ধাড়ি লেখলে ବି ତମକୁ 7 ମାର୍କ 5 ମାର୍କ ପାଇଯିବ ଚିନ୍ତା ନାଇଁ କର ତମେ ଖାଲି ମନ ଧ୍ୟାନ ଦେଇକି ଟିକେ ଦେଖ ଗଣତନ୍ତ୍ରର ସଫଳ କାର୍ଯ୍ୟକାରିତା ନିମନ୍ତେ କେତେ ଗୁଡ଼ିକ ସର୍ତ୍ତ ପୂରଣ କରିବା ନିହାତି ଅପରିହାର୍ଯ୍ୟ ସେଗୁଡ଼ିକ ନିମ୍ନରେ ଦିଆଗଲା ବୋଲେ ତଲେ ଦିଆଗଲା ତ ଏଥିଲାଗି ଲାଇକ୍ ଟେ କରବାକେ ପଡ଼ବା ଖାଲି କିଛି କରାନି ପଡ଼େ सार्वजनिक और सुस्थ शिक्षा व्यवस्था कहाँ तुमको ये परिश्रम करा तुम्हें लाइक गुटे सब्सक्राइब गुटे आमको फरक चित्ते पकावा कहाँ करी बोले वीडियो बनावार लगी और एंता एंता क्वेश्चन जेनटा कोचिंग रे 1500 देकर पढ़ुन लुके से क्वेश्चन मान को आनिक आम तुमको छाड़ुछु तो से 1500 भैल्यू इन मुझे पुट करवा मुझे पुट कर चैनल इनक्रिजिंग हो जे पढ़वार लगी भल लाबार पढ़ावार लगी भल लाबा कल के बोर्ड भी आन मांगनी हेन्ता कथा तुमने लाइक और सब्सक्राइब टे करो हो पिला गणतंत्र साफल्य निमंते व्यापक लोकशिक्षार आवश्यकता रही शिक्षा व्यवस्था सार्वजनिक अर्थात समस्त प्रযোज्य होगा उचित है मुक्त उदारीवाद युक्तिवाद उन्नत और सुस्थ होगा आवश्यक जेहेतु गणतंत्र जनमुक्ति आवश्यक करे सेहेतु शासन विभिन्न दिग उपर जनसंघ यथेष्ट धारणा रही रहा उचित सरी रहा उचित भाईटा शिक्षा बिना एसबू संभव नुहे तो इन देख इन डायरेक्ट पॉइंट पड़ला जे सार्वजनिक और सुस्थ शिक्षा व्यवस्था आम जानीचु जे सार्वजनिक और सुस्थ शिक्षा व्यवस्था बोले काଣା तो सार्वजनिक बोले समकु से शिक्षाटा मिलवा आ सुस्थ बोले सब भल से रहे शिक्षाटा मिलवा तो एतकी तार कथा ये तुम जेमती लिखिपार तो गणतंत्र साफल्य निमंते न लिखी जामु गणतंत्र गोटे इंपोर्टाट जिनिस भी लिखिपार बाकी जेमती भी हो तुम 2 धाड़ी लेखब और लास्ट लिखिदेव जे शिक्षा बिना यह संभव नुहे तो एतकी तुमको देखिक तो मार्क घिची देवे और कौन चिंता कर अल्प केतेक लोक शिक्षित हेले सफल हेब ना शिक्षा मानर कौन बाध्यतामूलक सिद्धांत व नीति को लदी दिजा अनुचित शिक्षा लगी प्रेसर पकाली ना उच्च नैतिक चरित्र हाई मोरल कैरेक्टर गणतंत्र साफल्य निमंते जनसाधारण जननैतिक चरित्र रहा आवश्यक उच्च नैतिक सरी मुझे अलग मूड अच्छे से माने आदर्शवादी स्वच्छ नीतिनिष्ठ कष्ट सहिष्णु और कर्तव्य परायण होगा जरूरी से राष्ट्र सुख दुखर सहभागी होगा संगे संगे जो जरूरी और स्वतंत्र परिस्थिति राष्ट्र विशेष अवदान एपरिक प्राणबली देवाई प्रयोज्य होगा आवश्यक तो क्या बोली उच्च नैतिक चरित्र बोले क्या संकीर्ण कथा कह खाली आर्मी बोली नहीं आम जेहतु गोटे भारतर नागरिक डेमोक्रेसी राष्ट्र जेनता रोचु आम क्या आम गोटे आदर्शवादी सचोट तुम देखी दियो राम महापुर भाभी भी चलवा गोटे सचोट गोटे चरित्रवान पूरा मर्यादा पुरुष एंता तमें धर कर्तव्य परायण लोक हबार कथा आर यदि राष्ट्र के क्या दुख कि पड़ला कि चाइना इंडिया के अटैक कला कि पाकिस्तान तुम कल आईएसटी हेलो बोले तुमको आईएसटी जेन हेलो तुमको भल परफॉर्मेंस देखा तुम चीफ सेक्रेटरी हेलो चीफ सेक्रेटरी जेन तुम तुम चाल चलवा तुम चाइना के अटैक कराबार लगे तुम से ब्रिगेडियर मान को कहब तुम काम भी आवा हेन्ता कथा तो तुम हेटा कहीं चाकरी पाना बोली कथा नहीं से नहीं आम देश के सब आड़ साहय करमा जेना चाषी मैंने धान द्वारा आम देश के केते उपयोग कर चाकरिया लोग जानी ना पार से चाषी लोग जानी पार कौन नैतिक और त्रुटिपूर्ण कार्य को विरोध करने उचित नुहे जनसाधारण अपेक्षा जनप्रतिनिधि मान अधिक उज्जवल चरित्र प्रदर्शन करने दरकार लोग माने तो जहाँ लोग माने एमएलए एमपी माने जेनटा आउछन से माने आगो ताकर चरित्र प्रदर्शन ठीक करवा दरकार तो इन आसुचे पॉइंट क्या पॉइंट बोले सुन आमर उड़िया इंडस्ट्री रे किए अनुभव महांती उठी जेन बीजेडी रे थी तो से माने सांसद के गले सांसद हेले कि तो चरित्र ठीक अच्छे तुम्हें कह सेटा खाली छाड़ी दियो सेटा गाल घर मामला सेटा छाड़ भल अच्छे भी भल भी थी सेटा तो देखी नहीं जी बाकी देख इछान देख अरिम दम जेन तापर सिद्धांत महापात्र मुझे बड़ बेल फैन भी
प्रधान महापात्र कां कहउछन बीजेडी रे एहा जोचन फैन बीजेडी को लेकिन इटा बीजेडी रे जन 2019 इलेक्शन रे बीजेडी रे गले इछन का करूछन बीजेपी के पले आइछन बीजेपी बोले तुम दल अदल बदल कुछन तुमर का माइन नहीं थी हेते बोले कना सिद्धांत महापात्र रो मूड नहीं थी जे नहीं रे बाबू बीजेपी भल बीजेडी भल ने से मैं बीजेपी जासी बोली ना पड़ला इछन काहले बीजेपी के इछन काहले बीजेडी के नहीं जवा तुमे हे जो सेन गुटे एमएलए तो किछि नहीं हेतिबो कि एमपी रे तो हेतिबो तुम बीजेडी रो सदस्य हो तुम पांडु बाबू देखि देबी खेल तुम किछि करना पारो तुम ओडिसा ले तुम हेडे बड़ शिक्षित लोग हे बोले एंता कथा माने पैसार बोले बिक्री होचन दल बदल कुछन चैप्टर 2 रे पढ़ामी तुमको देखबो एतकी मजा लागे तुम काबा ही बोलचन तो ने हो काबा पछे लेकिन एते औषध लागे तुम पूरा एक्चुअल गुटे भल चैनल टे पाई जे बोलबो तुम हला एंता गुटे पढ़ाबो तो ना दल अदल बदल कले भल ने होय काहले बोले हमर कणा इज्जत रहबा तुमे बीजेडी रे थिलो बीजेपी के आइलो तुम बीजेडी रे भी थिलो एंता कोई कथा दुई पद कह देलो बीजेपी के जाड़े वर्षा साढ़े छता कलो रहिला पहला कणा लोग को भुमरा बनौ जे हेंता भुमरा लोग पछे नहीं पड़ो तुम एक्चुअल पिला माने जहा कि एक्चुअल जे भल काम जे ताहा के वोट दियो सेमानंक हाथ परिष्कार हृदय निर्मल नहेले गणतंत्र विफल हेबा संगे संगे यथोचित आचरण और न्यायपूर्ण कार्य ए दिगरे सफलता आनी पारिबो यदि ताको हाथ परिष्कार हला बोले कहाँ बोलছি तमने इछन तो समय पैसा बोले सब आर काना कहमी तुमको आगे एंता लेखबर का करम मुक्त गणमाध्यम भल भी अछन केतेरा नेता हंदा बोले ने संवाद पत्र रेडियो टेलीविजन टीवी सिनेमा पत्र पत्रिका इंटरनेट फेसबुक ट्विटर जेनटा भी लिखि पालो फेसबुक ट्विटर इंस्टाग्राम जेन भी पाइछो सबू तामने मीडिया मिलित भावे गणमाध्यम कहि जानलो इनडायरेक्टली कहमी कि डायरेक्टली कहले भी इच्छा न होजी आम न्यूज पेपर रेडियो आर तो नहीं देखबार लोग प्राय आम इे नहीं देखबार तुम आड़े हूँ कमेंट कर देखुए बोले कहमा टीवी भी एंता प्राय कम देखुन बाकी मोबाइल देखुन मोबाइल देखन सिनेमा पत्र पत्रिका बोले जानलो करेंट अफेयर भी पढ़लो धर तुम फेसबुक इंटरनेट ट्विटर इंस्टाग्राम व्हाट्सएप जेते भी तुम्हें पाउछ सबू न्यूज होची काना होची गणमाध्यम कारण एगुड़िक खूब कम समय मध्य व्यापक अंचल जनगण निकट संबाद सूचना और तथ्य मत प्रभाव पहुंचाई पारे कारण तुम कोरापुट अंचल जदि पिलाटे अच्छ धर देखुच बोले हाड़े इंटरनेट बाबदे कम बोलसन तो हेन्ता बोलछ बोले हेनर पिलाटे जदि भल से पाठ साठ टे पढ़ला शिक्षित युवक टे है ताकर काना असुविधा से नेट जदि छाड़ला बोले फेसबुक रे लोग देखले कोटी कोटी लोग ताकर देखबार द्वारा कैन डिस्ट्रिक्ट मजिस्ट्रेट सता नहीं खरगला से सुरन जिकरी ताही 5 लाख देले कि से घर भांगला नियारे पुड़ला साणा हला सब जानी पारे तो इछान आमे बहुत हाई पावर रो न्यूज पाई पर जल्दी जल्दी मिनटे रे मिनटे के मरि जे फैन गुडी केन काना हेउची केते कथा एंता लागा मुख्यतः संवाद पत्र ए दिगरे आगण भूमिका करथिसी तो संवाद पत्र बोलचे बागरे आइछन लोग प्लान फेसबुक देखुन संवाद पत्र एक्चुअल जिनिस टे बागरे का कमा को सब देखुन गणमाध्यम जनमत को संगठित करने और प्रभावित करने एक प्रमुख माध्यम कणा ओ यह स्वाधीन निरपेक्ष और प्रगतिशील हेले गणतंत्र सफल हवा ए दिगरे जागृत प्रहरी से संवाद पत्र को गणमाध्यम चतुर्थ स्तंभ बोली कहुए इटा हूँ इम्पोर्टाट जिनिस संवाद पत्र को गणतंत्र चतुर्थ स्तंभ बोली कहा जाई थाए तो पढ़वा आंसर रे गणतंत्र चतुर्थ स्तंभ काना संवाद पत्र गणतंत्र डैश बोली कहा जाए चतुर्थ स्तंभ बोली कहा सियोर 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 मार्के पढ़वा चिंता नहीं करो मार्के पढ़ला लाइक टे पढ़ू सब्सक्राइब केला क्षमता विकेंद्रीकरण आला 4 नंबर पॉइंट राष्ट्र क्षमता गोटे केन्द्र केन्द्रीभूत हेले ताहा गणतंत्र पर विपद सृष्टि करता है कारण केन्द्रीभूत क्षमता भ्रष्टाचार और सौराचार निमंते पथ उन्नत करे तेणु केन्द्रीय क्षमतार विभाजन घटाई विभिन्न स्तर में यार वितरण हेबा आवश्यक इटा काଣା इटा क्षमता विकेंद्रीकरण सुसंगठित दलीय व्यवस्था भल दलटी दरकार एक उन्नत और सुसंगठित दलीय व्यवस्था एक सफल गणतंत्र निमंते अपरिहार्य भल दलटी गोटे गणतंत्र लाई अपरिहार्य सुफल बोले भल
विशेष करी दुई दलीय व्यवस्था एथि निमंते अधिक उपयोगी होइथाय। राजनीतिक दलगुड़िक संकीर्ण राजनीतिक बा आंचलिक स्वार्थ को प्राधान्य न देई जातीय राजनीतिक संस्कृति सह निजक सामिल कराइबा आवश्यक। काଣା बोलୁଛି ଏଇଟା तो देखबो नेता माने कहबे हमर ओडिशा रे जगन्नाथ महाप्रभु अछन, हमर इफाले एंता लोग अछन, सेफाले सम्बलपुर फाले सम्बलपुरिया लोग अछन। इ आंचलिक के नेगरी नै ओडिशा के नेगरी नै तमे डायरेक्ट तमे नियो एजुकेशन के नियो हमर भारत एते दूर गलानो हमर पार्टी एंता करिए सेंता करिए। आंचलिक दल काଣା बिजेडी गुटे आंचलिक दल, आम आदमी पार्टी आंचलिक दल, बट सेटा गुटे दिल्ली रे झाड़ू चिन्हा ଅଛି ଗୋଟେ ପଢବ 2 ନମ୍ବର ପାଠରେ ବହୁତ ମଜା ଲାଗ୍ସି ଭଲ ପାଠଟେ। ତ ନ୍ୟାସନାଲ କଂଗ୍ରେସ ଏଟା ମାନେ ଗୋଟେ ଜାତୀୟ ଦଳ ମାନେ ଅଛି ପଢବ ବଢିଆ ଲାଗ ରାଜନୀତି ଆଇବ ରାଜନୀତି ଯଦି ବହି ପଢିଦେଲ ବୋଲେ ରାଜନୀତି ପ୍ରାୟ ପୁରା ଭଲ ଜିନିଷ ମାନେ ଜାଣିପାରବ। ଏଟା ଗୋଟେ जीवन ले गोटे इंपोर्टाट जिनिस बोले इटा न राजनीति पॉलिटिकल सब्जेक्टटा हो गोटे आर्ट्स रे गोटे बहुत गुरुत्वपूर्ण समय। आईएएस हेले भी तो पॉलिटिकल पढ़बो इकोनॉमिक्स पढ़बो ହେଲା। ସେମାନେ ଜାତୀୟ ଗୌରବ ଜାତୀୟ ସ୍ୱାର୍ଥର ସୃଷ୍ଟିର ସମ୍ବିଧାନ ଆଇନ ଓ ପରମ୍ପରା ଅନୁସାରେ କାର୍ଯ୍ୟ କଲେ ଏବଂ ଅନୈତିକ ବ୍ୟାପାରକୁ ପ୍ରଶ୍ରୟ ନ ଦେଇ ଗଣତନ୍ତ୍ର ସଫଳ ହୋଇପାରିବ। ମୌଳିକ ଅଧିକାର କାଣା ଏଟା ତ ତୁମେ ପଢ଼ଲନ 6 କ୍ଲାସରୁ 7 କ୍ଲାସରୁ ମୌଳିକ ଅଧିକାର କାଣା ଏ ତାହା ବି କହିନ ଯେ ସାଧାରଣ ଅଧିକାର ଅପେକ୍ଷା ମୌଳିକ ଅଧିକାର ଗୁଡ଼ିକ ସ୍ୱତନ୍ତ୍ର ଗୁରୁତ୍ୱ ରହିଥାଏ କାରଣ ସେଗୁଡ଼ିକ ସ୍ୱତନ୍ତ୍ର ରୂପେ ସମ୍ବିଧାନର ସ୍ଥାନିତ ହୋଇଥାନ୍ତି ଓ ସମ୍ବିଧାନଙ୍କ ସୁରକ୍ଷା ଲାଭ କରନ୍ତି। ସମ୍ବିଧାନ ସଂଶୋଧନ ବିନା ସେଗୁଡ଼ିକର ପରିବର୍ତ୍ତନ ସମ୍ଭବ ନୁହେଁ। ମୌଳିକ ଅଧିକାର ଗୁଡ଼ିକ ନାଗରିକମାନଙ୍କୁ କେତେକ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିଥାଏ ଯାହାଦ୍ୱାରା ସେମାନେ ଗଣତନ୍ତ୍ର ସଫଳତା ଦିଗରେ କାର୍ଯ୍ୟ କରିପାରିବେ। ଅଧିକାର ଗୁଡ଼ିକ ଗଣତନ୍ତ୍ରର ସର୍ତ୍ତ ପୂରଣ କରନ୍ତି କିମ୍ବା ମୌଳିକ ଅଧିକାର ସଫଳତା ଦିଗରେ ସହାୟକ ହୁଅନ୍ତି। କାଣା ବୋଲଛି ମୌଳିକ ଅଧିକାର ସମଙ୍କର ଗୋଟେ ଗୋଟେ ମୌଳିକ ଅଧିକାର ରହିଛି ନା ନିଜର ଅଧିକାର ସ୍ୱାଧୀନ ତ ବହୁତ ବଢ଼ିଆ ସ୍ୱାଧୀନ ନିରପେକ୍ଷ ନ୍ୟାୟପାଳିକା ଗଣତନ୍ତ୍ର ଆଇନ ଶାସନ ଚାଲେ ଆଇନର ଶାସନ ଚାଲସି ନ୍ୟାୟପାଳିକା ଗୁରୁତ୍ୱ ଥାଏ କିନ୍ତୁ ନ୍ୟାୟପାଳିକା ସ୍ୱାଧୀନ ନିରପେକ୍ଷ ନହେଲେ ନ୍ୟାୟ ପ୍ରକ୍ରିୟା ଭୁଷୁଡ଼ି ପଡ଼ିବ। କାରଣ ହେଉଛି ସ୍ୱାଧୀନ ନିରପେକ୍ଷ ନହେଲେ ନ୍ୟାୟ ଭୁଷୁଡ଼ି ପଡ଼ିବ। ମନେ କର ଝନି ଗୁଡ଼ିକ ମାରିଦେଲା 5 ଲାખ ଟଙ୍କା ପକେଇ ନେଲା ବୋଲେ ହଁ ତିନେ ମାରି ବରବାଦ ଜର୍ଜ ବୋଲେ ସେନ আর କାଣା ରହିବା ସେମିତି କାହିଁ ଯିବ ତମେ କୋର୍ଟକିଆ ନାଇଁ ପିଟ ତମେ ବୋଲେ ତାକି ହେନ୍ତା କଥା ବୋଲେ ସେ ସ୍ୱାଧୀନ ନିରପେକ୍ଷ ଦେଖବ ତ ପୁତଲି ଗୁଟେ ସେଠି ବନ୍ଧା ହେଇଛି ପଟି ହେନ୍ତା କଥା ଏଇଟା। ତାପରେ ଦେଖମା ଆମେ କାଣା ଆଇନର ଶାସନ ବାସ୍ତବରେ ଫଳବତ ହେବ ନାହିଁ ଏହା ଦ୍ୱାରା ବ୍ୟକ୍ତି ଶାସନତା ଅଧିକାର ବ୍ୟାହତ ହେବ ରାଜନୈତିକ କ୍ଷମତା ଅବାଧ ପ୍ରତିବନ୍ଧକ ଭାବେ ବ୍ୟବହୃତ ହେବା ଅନୁଚିତ। ବିଚାରପତି ମାନଙ୍କ ନିମନ୍ତେ ଉଚ୍ଚ ଯୋଗ୍ୟତା ଉଚ୍ଚ ଦରମା ଓ ସୁବିଧା ସୁଯୋଗ ଚାକିରି ନିରାପତ୍ତା ସହିତ କ୍ଷମତାର ପୃଥକୀକରଣ ଦ୍ୱାରା ନ୍ୟାୟପାଳିକାର ରକ୍ଷା କରାଯାଇପାରିବ। କାରଣ ଜଜ୍ ଗୁଟେ ଯଦି ଭଲ ହାଇ ଲେଭେଲର ଦରମା ନାଇଁ ମିଳିଲା ବୋଇଲେ ଭଲ ସୁବିଧା ସୁଯୋଗ ତାହାକେ ନାଇଁ ଦିଆଗଲା ତାର ପଛେ ଯଦି କମାଣ୍ଡୋ ଦୁଇଟା ରଖିଲେ କାରଣ ଏ ବନେକର ସେ ଜଜ୍ କେ ଧମକ ଦିଆ ଭାଇ ନାଇଁ ତମର ଝି ଇନକେ ପଢ଼ି ଯାଇଛି ଝି ତ ନେଇ ବୋଲେ ତା ନାତି ନିତେବା ନା ବୁଢ଼ା ହେବା ନା ତମର ନାତୁଣୀ ଯାଇଛି ପଢ଼ି ଭୁବନେଶ୍ୱରରେ ପଢ଼ୁଛି ତାକୁ ଆମେ କିଡ଼ନାପ୍ କରିନେଇଛୁ ତମେ ଯଦି ତାକୁ ଫାଶୀ ଦେଲ ବୋଲେ ତମର ଝିକେ ନେବ ଦେଖ ସେ ପୁରା କାଣା ନ୍ୟାୟ କରବା ହେନ୍ତା କଥା ବୋଲେ ହେଥିଲେ ହାଇ ଲେଭେଲ ଜମା ପୁରା ହାଇ ଦେଖବ ହେନ୍ତା ନାଇଁ ହୁଏ ପୁରା ଜର୍ଜ ମାନେ କାହାକେ ଏତେ ରେସପେକ୍ଟ ନାଇଁ ଜାଣିଛ କି ସେମାନେ ପୁରା ଗୋଟେ ପୁରା ଏନ୍ତା ଲୋକ ଯେ ସେମାନେ ଯେନ୍ ମାନେ ବଡ଼ ବଡ଼ ଶିକ୍ଷିତ ଦେଖିଥିବେ ସେ ତାକୁ ବି ଏ ବୋଲି ଦେସନ୍ ହେନ୍ତା ଅର୍ଥନୈତିକ କ୍ଷମତା ଯେଉଁ ସମାଜରେ ଧନୀ ଓ ନିର୍ଦ୍ଧନୀ ମଧ୍ୟରେ ଯଥେଷ୍ଟ ତାରତମ୍ୟ ରହିଛି ସେଠାରେ ଗଣତନ୍ତ୍ର ସଫଳ ହୋଇପାରିବ ନାହିଁ କାରଣ ଗଣତନ୍ତ୍ରର ସମାନତା ନୀତି ଏଠାରେ କାର୍ଯ୍ୟକାରୀ ହୋଇପାରିବ ନାହିଁ। ତେଣୁ ଧନୀ ଓ ଦରିଦ୍ର ଗୋଷ୍ଠୀରେ ଥିବା ଦୂରତା ହ୍ରାସ କରି ଅର୍ଥନୈତିକ ଦୃଷ୍ଟିରୁ ଏକ ଅପାରଦତ୍ତ ସୁଷମ ସମାଜ ଗଠନ କରାଯିବା ଆବଶ୍ୟକ ଯେଉଁଠାରେ ନୈତିକ କର୍ଷଣ କିମ୍ବା ଶୋଷଣ ନଥିବ ଏବଂ ସବୁ ବର୍ଗ ଓ ସବୁ ଅଞ୍ଚଳର ଲୋକମାନେ ଜାତୀୟ ବିକାଶର ସୁଫଳ ଉପଲବ୍ଧ କରିପାରିବେ। ଏହା ଦ୍ୱାରା ମଧ୍ୟ ସମ୍ଭାବ୍ୟ ବିଦ୍ରୋହ ଓ ସାମାଜିକର ବିପ୍ଳବ ଗୁଡ଼ିକୁ ଏଡ଼ାଇ ଦିଆଯାଇପାରିବ। ଗ୍ରାହକ ସଚେତନତା 9ଟା ପଏଣ୍ଟ ଲେଖିଦିନି 9ଟା ପଏଣ୍ଟ ତମେ ନାଇଁ ଲେଖିଲେ ବି ଚଲବାରେ ବାବୁ ମାନେ ତମେ ମାତ୍ର 7ଟା ପଏଣ୍ଟ ଲେଖାଲେ ବି ଚଲବା ହେଲା କିଛି ଚିନ୍ତା କରବାର ନାଇଁନ। ଆଗ୍ରହ ସଚେତନତା ଜନତା ସରକାରଙ୍କ ଅବାଧ ରାଜନୈତିକ ବ୍ୟାପାର ଆଗ୍ରହ ପ୍ରକାଶ କରେ ଓ ସର୍ବଦା ସଚେତନତା ରହିଲେ ତାହା ଗଣତନ୍ତ୍ର ନିମନ୍ତେ ଶୁଭଙ୍କର ହୋଇଥାଏ। ଭଲ ହେଇଥିସି ବୋଲ ଆଗ୍ରହ ଗଣତନ୍ତ୍ର ଭଲ ବୋଲେ କାଣା କହମି
ସେମାନଙ୍କର ଗଣତାନ୍ତ୍ରିକ ମନୋଭାବ ରହିବା ଆବଶ୍ୟକ। ସହଯୋଗ, ସହିଷ୍ଣୁତା, ଭାତୃଭାବ, ତ୍ୟାଗ, ଦାୟିତ୍ୱ, କର୍ତ୍ତବ୍ୟବୋଧ ସାଙ୍ଗକୁ ଅନ୍ୟାୟ, ଅନୀତି ଓ ଦୁର୍ନୀତି ବିରୋଧ କରିବା ମଧ୍ୟ ସେମାନଙ୍କଠାରୁ ଆଶା କରାଯିବ। କାରଣ ଏଇଟା ଆଶା କରାଯିବ ଜନସାଧାରଣଙ୍କ ଅଥବା ରାଜନୈତିକ ବ୍ୟାପାର ଆଗ୍ରହ କରିବା କାରଣ ଜନସାଧାରଣ ସରକାରୀ ଅବାଧ ହେଲା। ତାପରେ ଆଶା କରା ସେମାନଙ୍କଠାରୁ ଆଶାଟା କରାଯାଇଛି ସାଧାରଣଙ୍କ ମନୋବୃତ୍ତି କାର୍ଯ୍ୟକଳାପ ଉପରେ ସଫଳ ନିର୍ଭର କରେ। ଉନ୍ନତ ପରମ୍ପରା ବୋଲେ କାଣା ଗଣତନ୍ତ୍ର କେବଳ ସମ୍ବିଧାନର ଆଇନ ନିର୍ବାଚନ ଭଳି ଅନୁଷ୍ଠାନ ଦ୍ୱାରା ସଫଳ ହୋଇପାରିବ ନାହିଁ। ସେଥିପାଇଁ ଉନ୍ନତ ସାମାଜିକ ରାଜନୈତିକ ସାଂସ୍କୃତିକ ପରମ୍ପରା ଦରକାର ବିଶେଷ ଭାବେ ସହାୟକ ହୋଇଥାଏ। ଲଣ୍ଡନ ଓ ଗୋଟେ କାଣା ଲେଖିଛେ ଛାଡ଼ ଲଣ୍ଡନରେ ଉନ୍ନତି ପରମ୍ପରା ମାନେ ଦେଖିବାକୁ ମିଳେ। ହଁ ଆମେରିକା ଲେଖିଲେ ବି ଚଳିବ। ସେଠାରେ ଗଣତନ୍ତ୍ରର ବିଶେଷ ସଫଳ ହୋଇପାରିଛି। ପରମ୍ପରା ହେଉଛି ଅଲିଖିତ ଆଇନ ଯାହା ସମ୍ବିଧାନ କିମ୍ବା ଅବୈଧିକ ସ୍ଥିତି ନଥିଲେ ବି ତାହାକୁ ସମସ୍ତେ ମାନିଥାନ୍ତି। ପରମ୍ପରା ପାରସ୍ପରିକ ବିଶ୍ୱାସ ଓ ଭାବର ଆଦାନ ପ୍ରଦାନ ସହାୟକ ହୁଏ। ଏହା ମଣିଷକୁ ରୁଚି ଓ ବିଚାର ବୁଦ୍ଧି ସହିତ ଉଦାର ଓ ଯୁକ୍ତିବାଦୀ ଚେତନା ମଧ୍ୟ ଅନୁପ୍ରାଣିତ କରିଥାଏ। ତାପରେ ତ ଏଇଟା ଆଉ କେତେ ପେଜ ଅଛି ଲାଷ୍ଟ ଗଣତନ୍ତ୍ରର ମୂଲ୍ୟାୟନ କର। ଏଇଟା ଦେଖ ଖ ନମ୍ବର ହେଲା ତ ମୂଲ୍ୟାୟନ କର ପ୍ରାୟ ନା ପଡ଼େ ଏଇଟା ବି ତ ତଥାପି ବି ସଂଜ୍ଞା ନେଦେଲେ ବି ସଂଜ୍ଞା ଲେଖ ପାଖରେ ଏଇଟା ପୁରା 7 ମାର୍କ ଯେମିତି ତୁମକୁ ପଢ଼ା ହେଲା ନା ତମେ 7.5 ମାର୍କ